ଶ୍ୱଶୁରଙ୍କ ମୃତ୍ୟୁ ଖବର ଶୁଣି ଖୁବ୍ ଜୋରରେ କାନ୍ଦିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବର୍ଷା ପ୍ରିୟଦର୍ଶିନୀଙ୍କ ଆଖିରେ ଆଜି ଦେଖିବା ପାଇଁ ମିଳିଛି ଲୁହ। ଆପଣମାନେ ତ ଜାଣିଥିବେ ଦର୍ଶକ ବନ୍ଧୁ, ବର୍ତ୍ତମାନ ସମୟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଶାଶୁଘର ଛାଡ଼ି ଏବେ ନିଜ ଘରେ ରହୁଛନ୍ତି। ଆଉ ଯେତେବେଳେ ଆଜି ଶ୍ୱଶୁରଙ୍କ ମୃତ୍ୟୁ ଖବର ପାଇଛନ୍ତି, ଖୁବ୍ ଜୋରରେ କାନ୍ଦିବା ପାଇଁ ମଧ୍ୟ ଲାଗିଛନ୍ତି ଅଭିନେତ୍ରୀ ବର୍ଷା। କାହିଁକିନା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଶ୍ୱଶୁରଙ୍କୁ ବହୁତ ଭଲ ପାଇଥାନ୍ତି। ସେ ଅନୁଭବଙ୍କ ସହିତ ତାଙ୍କ ସମ୍ପର୍କ ଭଲ ନଥାଇପାରେ, ହେଲେ ତାଙ୍କ ଶ୍ୱଶୁର ଏବଂ ତାଙ୍କ ଶାଶୁ ତାଙ୍କୁ ଭଲ ପାଇବା ସହିତ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ସେହି ଦୁଇ ଜଣଙ୍କୁ ବହୁତ ଭଲ ପାଇଥାନ୍ତି। ଆଉ ଆଜି ଯେତେବେଳେ ଶ୍ୱଶୁରଙ୍କ ମୃତ୍ୟୁ ଖବର ଶୁଣିଛନ୍ତି, ତାଙ୍କ ଆଖିରେ ଆଜି ସାଙ୍ଗେ ସାଙ୍ଗେ ଲୁହ ଆସିଯାଇଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ଏମିତି କିଛି ଫଟୋ ଏବେ ଭାଇରାଲ ହେଉଛି ସୋସିଆଲ ମିଡ଼ିଆରେ। ଆଜି ଅନୁଭବ ମହାନ୍ତିଙ୍କ ବାପାଙ୍କ ମୃତ୍ୟୁ ଖବର ଅଲିଉଡ୍ ଇଣ୍ଡଷ୍ଟ୍ରିରେ ଚହଳ ପକାଇଛି। ସବୁ ଅଭିନେତା ଏବଂ ଅଭିନେତ୍ରୀମାନେ ତାଙ୍କ ପାଇଁ ବହୁତ ଦୁଃଖିତ ଥିବାବେଳେ ଅନୁଭବ ମହାନ୍ତିଙ୍କ ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ଅନୁଭବ ମହାନ୍ତିଙ୍କ ଘରକୁ ଯାଇ ଅନୁଭବଙ୍କ ସାଥିରେ ଠିଆ ହୋଇଛନ୍ତି। ଆଉ ତାଙ୍କର ଅନ୍ତିମ ସତ୍କାର ସମୟରେ ମଧ୍ୟ ତାଙ୍କ ସାଥ ଦେଇଛନ୍ତି। ଅଭିନେତା ଅନୁଭବ ଏବଂ ତାଙ୍କ ସାନ ଭାଇ ଅନୁପ୍ରାସ ବାପାଙ୍କୁ କାନ୍ଧରେ ନେଇ ଶ୍ମଶାନରେ ଅନ୍ତିମ ସଂସ୍କାର କରି ଏବେ ଘରକୁ ଫେରିଛନ୍ତି।